महिमा अलेख शरण। गुरु ब्रह्म महिमा अलेख शरण। गुरु ब्रह्म महिमा अलेख शरण। ମୁଁ ଶ୍ରୀ ଅପରତି ମହାରଣା ମହିମା ବାସ୍ତୁ ସେବା ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛି ଏକ ଶିକ୍ଷଣୀୟ ସମାଲୋଚନା କାର୍ଯ୍ୟକ୍ରମ। ଶ୍ରୀମଦ୍ ଭାଗବତ ଗୀତା ପ୍ରାୟ ସମସ୍ତେ ପଢ଼ୁଛନ୍ତି କିମ୍ବା ଶୁଣିଛନ୍ତି। ସମସ୍ତେ ଜାଣିଛନ୍ତି ଶ୍ରୀକୃଷ୍ଣ ଅର୍ଜୁନକୁ ଶ୍ରୀମଦ୍ ଭଗବତ ଗୀତା 18 ଅଧ୍ୟାୟ କହିଛନ୍ତି। କିନ୍ତୁ ସନ୍ଥ ରାମପାଲଜୀ ତାଙ୍କ ଲିଖିତ ଜ୍ଞାନଗଙ୍ଗା ପୁସ୍ତକରେ ସେ ପ୍ରମାଣ କରିଦେଇଛନ୍ତି ଯେ ଶ୍ରୀକୃଷ୍ଣ ପଦେ ହେଲେ କିଛି କହିନାହାନ୍ତି। ଆହୁରି ଏକ କଥା, ସମସ୍ତେ ମିଳିମିଶି ପ୍ରତିମା ପୂଜା ସକାଶେ ପ୍ରବର୍ତ୍ତାଉଛନ୍ତି। ଏହା କିନ୍ତୁ ଭାଗବତରେ ବାରଣ କରାଯାଇଛି। ଭାଗବତର ତ୍ରୟୋଦଶ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଉଦ୍ଧବକୁ ଭଗବାନ କହିଛନ୍ତି, ପ୍ରତିମା ଦୃଷ୍ଟି ପଥେ ସ୍ଥାପି ବିବିଧ ଗନ୍ଧ ଦ୍ରବ୍ୟ ଲେପି ବସନ ପରିଧାନ କରେ ବିବିଧ ଅଳଙ୍କାର ଭରେ ଅର୍ଚ୍ଚନା ବନ୍ଦନା ମାର୍ଜନା କେ ସ୍ତୁତି କରଇ ପ୍ରାର୍ଥନା ଏହାଠୁ ଦୂର ମୁଁ ଉଦ୍ଧବ ଏଥି ମୋହର ନାହିଁ ଭାବ ସେ ଶ୍ରଦ୍ଧା ପାଇ ନ କରନ୍ତି ମୋ ଭାବ ଜାଣି ନ ପାରନ୍ତି। ତହିଁରେ ପୁଣି କହିଛନ୍ତି, ପ୍ରତିମା କରି ଶିବ ଚଣ୍ଡୀ ବିଭିନ୍ନ ପ୍ରକାର ଦେବାଦେବୀ ପୂଜା କରନ୍ତି, ବେଦ ପଠନ କରନ୍ତି, ଦାନ ଧ୍ୟାନ କରନ୍ତି, ବିଭିନ୍ନ ପ୍ରକାରର ପୂଜା ପାଠ କରନ୍ତି, ଗୃହ ମଧ୍ୟରେ ବହୁତ କର୍ମ କରନ୍ତି। ଯାହାକୁ ପାଇବା ସକାଶେ ଏତେ କର୍ମ କରନ୍ତି, ନିକଟରେ ଥାଇଣ ମଧ୍ୟ ସେ ଅଦୃଶ୍ୟ ଥିବା ହେତୁ ଆମ୍ଭକୁ ବିଭିନ୍ନ ପୂଜା ପାଠରେ ଲଗାଇ କିଛି ଲୋକ ଗୋଟାଏ ଭଲ ବ୍ୟବସାୟ କରାଉଛନ୍ତି। ପ୍ରକୃତ ଭଗବାନଙ୍କୁ ନ ଚିହ୍ନି ଅଯଥାରେ ମାୟାରେ ବୁଡ଼ି ରହିବାକୁ ଯଜମାନକୁ ବାଧ୍ୟ କରାଯାଉଛି। ପରୀକ୍ଷା ସ୍ୱରୂପ ଆପଣ ଆପଣଙ୍କ ଦୁଇ ହାତକୁ ସାମ୍ନାରେ ରଖି ଦେଖନ୍ତୁ। ଆପଣଙ୍କ ହସ୍ତରେ ପାପୁଲି, ପୁଣି ପାପୁଲିରେ ବିଭିନ୍ନ ରେଖା, 10 ଗୋଟି ଆଙ୍ଗୁଳି, ଆଙ୍ଗୁଳିରେ 28 ଗୋଟି ପବ ସବୁ ଦେଖିପାରିବା। ଯଦି ସେହି ହାତକୁ ଚକ୍ଷୁ ନିକଟକୁ ଆଣିବା, ଆମେ ତାହା ଦେଖିପାରିବା କି? ସେହିପରି ପରମ ବ୍ରହ୍ମ ଆମର ଅତି ନିକଟରେ ଅଛନ୍ତି। ଆମେ ଖାଲି ମାୟାରେ ବାୟା ହୋଇ କସ୍ତୁରୀର ବାସ୍ନାରେ ମୃଗ ଯେପରି ଧାଇଁ ଧାଇଁ ମୃତ୍ୟୁ ମୁଖରେ ପଡ଼େ, ସେହିପରି ଆମେ କିଛି ଜାଣିପାରୁନାହାନ୍ତି। ଏହାର କାରଣ ମଧ୍ୟ ଅଛି। ପ୍ରତ୍ୟେକ ଗାଁ ଗହଳିରେ ଗୋଟିଏ ଲେଖାଏଁ ଭାଗବତ ଟୁଙ୍ଗି ଅଛି। ସେଠାରେ ଦୈନିକ ବିଭିନ୍ନ ସ୍ୱରରେ ଭାଗବତ ପାଠ କରାଯାଏ। ଯଦି ଅଳ୍ପ ପାଠ କରି ଜ୍ଞାନୀ ଗୁଣୀ ଲୋକମାନେ ତାହାକୁ ଆଲୋଚନା କରନ୍ତେ, ତାହେଲେ ତାହା ମଧ୍ୟରୁ ଅମୃତ ମିଳିପାରନ୍ତା। କେତେକ ଗୃହରେ ମଧ୍ୟ ଭାଗବତ ପାଠ 7 ଦିନ କରୁଛନ୍ତି। ସେଠାରେ ମଧ୍ୟ ଏହି ବିଷୟରେ ଆଲୋଚନା କରାଯାଏ।
ଭାଗବତ ପଢ଼ି କିନ୍ତୁ ଆଲୋଚନା କରାଯାଏ ନାହିଁ, ବିଭିନ୍ନ ବିଷୟରେ ଆଲୋଚନା କରାଯାଏ। ଯଦି ଭାଗବତରେ କ'ଣ ପଢ଼ାଗଲା ତାହାରି ବାବଦରେ ଯଦି ଆଲୋଚନା କରାଯାଆନ୍ତା କେତେ ଉପକାର ନ ହୁଅନ୍ତା କହିଲେ। କେବଳ ଗୋପଲୀଳା ଖଣ୍ଡିକ ବିଭିନ୍ନ ଭଙ୍ଗୀରେ ବିଭିନ୍ନ ଢଙ୍ଗରେ ଆଲୋଚନା କରାଯାଏ। ଆହୁରି ଗୋଟାଏ କାମ କରୁଛନ୍ତି, ଯାହାକି କରିବା କଥା ନୁହେଁ। ତାହା ହେଲା ଗ୍ରାମରେ ବୁଢ଼ା ବୁଢ଼ୀମାନଙ୍କୁ ଶ୍ରୋତା ହିସାବରେ ବସାଇ ଦେଇଥାନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶକୁ ଶୁଣାଯାଉନଥିବ, ନିଜେ କେତେବେଳେ ବସନ୍ତି ନାହିଁ କିମ୍ବା ଶୁଣନ୍ତି ନାହିଁ। ତେବେ ସେମାନେ କ'ଣ ଜାଣିବେ? କିଛି ଅର୍ଥ ଦେଇ କିଛି ଅର୍ଥ ଖର୍ଚ୍ଚ କରିଦେଲେ, ଗାଇବା ସକାଶେ ଜଣେ ବ୍ରାହ୍ମଣକୁ ରଖିଦେଲେ, ବାସ୍ ତାଙ୍କ କାମ ସରିଗଲା। ଭାବନ୍ତି ପଇସା ଖର୍ଚ୍ଚ କରୁଛି, ଲୋକଙ୍କୁ ଖାଇବାକୁ ଦେଉଛି, ମୋ ଭଳି ଆଉ କିଏ କାହିଁ କରୁଛନ୍ତି କୋଉଠି? ତେବେ କୁହନ୍ତୁ ତ, ସେମାନେ ଧର୍ମ କରୁଛନ୍ତି ନା ପାପ କରୁଛନ୍ତି? ଭଗବାନ ନିଜେ କହିଛନ୍ତି, ପ୍ରତିମା ପୂଜା ଠାରୁ ମୁଁ ବହୁ ଦୂରରେ। ତେବେ ପ୍ରତିମା ପୂଜା ଏକ ବ୍ୟବସାୟ ନୁହେଁ କି? ଏହି ପ୍ରକାରେ ସର୍ବଜନେ କରନ୍ତି ବେଦର ବିଧାନେ, ମୋତେ ପାଇବେ ସେଉ କାହିଁ, ପୂର୍ବ ଅର୍ଜିଲା ପୁଣ୍ୟ କାହିଁ। ପୁଣି କହିଛନ୍ତି, ମୁହିଁ ପ୍ରଳୟ ମୋର ସୁଖେ, ମିଶଇ ବ୍ରହ୍ମର ଅଲେଖେ। ପୁନରାୟ ପୁଣି କହିଛନ୍ତି, ତୁ ଯେବେ ସର୍ବ କର୍ମ ଏଡ଼ି, ପରମ ବ୍ରହ୍ମ ଜ୍ଞାନେ ବୁଡ଼ି, ଏ ବ୍ରହ୍ମ ପ୍ରେମ ତରଙ୍ଗିଣୀ, ଭବ ସାଗରୁ ତରେ ପ୍ରାଣୀ। ଭାଗବତରେ ତ ନିଜେ ଭଗବାନ କହିଛନ୍ତି, ତୁ ଯଦି ସର୍ବକର୍ମ ଏଡ଼ି, ସର୍ବକର୍ମକୁ ଛାଡ଼ି, ସକଳ ପୂଜାପାଠ ଛାଡ଼ି ପରମ ବ୍ରହ୍ମ ଜ୍ଞାନରେ ବୁଡ଼ି ରହିବୁ, ଏ ଭବସାଗର ମଧ୍ୟ ନିଶ୍ଚୟ ତରିଯିବୁ। ଆମେ କିନ୍ତୁ ତାର ଓଲଟା କାମ କରୁଛନ୍ତି। ଆମ ଶରୀରରେ ଯେଉଁ ଆତ୍ମା ଅଛି, ତାହା ଆମ ଶରୀରର ନୁହେଁ। ଆତ୍ମା ଅଲଗା ଓ ଶରୀର ଅଲଗା। ଶରୀରକୁ କାଟିଲେ ଖଣ୍ଡ ଖଣ୍ଡ ହୋଇଯାଏ, କିନ୍ତୁ ଆତ୍ମା ଖଣ୍ଡ ଖଣ୍ଡ ହୁଏ ନାହିଁ, ତାହା ଅଦୃଶ୍ୟ। ଏ ଆତ୍ମା ନିରଞ୍ଜନମୟ, ତାହାର କେହି ଶତ୍ରୁ ନାହିଁ କିମ୍ବା ମିତ୍ର ବି ନାହିଁ। ସେ ସବୁରି ଶରୀରରେ ବିଦ୍ୟମାନ, ସେ କାହାର ନୁହେଁ। ଭଗବାନ ତ୍ରୟୋଦଶ ସ୍କନ୍ଧର ଦ୍ୱାଦଶ ଅଧ୍ୟାୟରେ ଉଦ୍ଧବକୁ କହିଛନ୍ତି, ଉଦ୍ଧବ ଭୟ ତୁ ନ କର, ହେମନ୍ତ ବେଦର ବିଚାର, ଆତ୍ମ ଯେ କର୍ତ୍ତା ଶୁଦ୍ଧଶାଳୀ, ବୁଦ୍ଧେ ଜାଣନ୍ତି ବ୍ରହ୍ମ ବୋଲି। ଏ ଉଦ୍ଧବ, ତୁମେ ଭୟ କେଉଁ ପାଇଁ କରୁଛ? ଏସବୁ ବେଦର ବିଚାର। ଆତ୍ମା ସର୍ବଦା ଶୁଦ୍ଧ, ଆତ୍ମାର ପାପ ପୁଣ୍ୟ ନାହିଁ, ତାହାର ଜନ୍ମ ନାହିଁ କି ମୃତ୍ୟୁ ମଧ୍ୟ ନାହିଁ। ଏ ଦିବ୍ୟ ଆତ୍ମା ନିରାକାର ଅଟେ। ଇଚ୍ଛା ହେଲେ ଘଟ ଅର୍ଥ ଶରୀରରୁ ବାହାରିଯାଏ, ଇଚ୍ଛା ହେଲେ ନ ବାହାରିଯାଏ। ଏହାର ପ୍ରକୃତ ଅର୍ଥ ନ ବୁଝି କର୍ମକାଣ୍ଡରେ ମାତିଛନ୍ତି। ଏହାକୁ ପୁରାଣ 18 ଖଣ୍ଡ ମହାଭାରତ କହି ଏ ମୂଢ଼ ନର କର୍ମକାଣ୍ଡ କରୁଛନ୍ତି। ତେଣୁ ଏ ଯୁଗ ଧର୍ମମୟ ଛାଡ଼ି କର୍ମମୟ ହୋଇଯାଇଛି।
ପ୍ରାଣୀମାନଙ୍କୁ କର୍ମର ବିଭିନ୍ନ ଭୟ ଦେଖାଇ ଭ୍ରମରେ ବୁଡ଼ାଇ ମାରୁଛନ୍ତି। ବିଭିନ୍ନ କର୍ମ ମାଧ୍ୟମରେ ନିଜର ସ୍ୱାର୍ଥ ହାସଲ କରୁଛନ୍ତି। ତେଣୁ ଭଗବାନ କହିଛନ୍ତି, କର୍ମ ଦିଶଇ ଜ୍ଞାନ ମାର୍ଗେ ସାତେ ଅଷ୍ଟାଙ୍ଗ ଯୋଗୀ ଯୋଗେ, ଏଣୁ ତୁ ବୁଝି ଦିଅ ମନ, ଯେବା ନିର୍ଗୁଣ ବ୍ରହ୍ମ ଜ୍ଞାନ। ଇଏ ନିର୍ଗୁଣ ବ୍ରହ୍ମ ଜ୍ଞାନ କହିଁରେ ମନ ଦିଅ, ଅନ୍ୟ କାହିଁରେ ମନ ଦିଅ ନାହିଁ। ଉଦ୍ଧବ ପୁଣି ପଚାରିଲେ, ଆତ୍ମା ଘଟ ଶରୀର ଛାଡ଼ି କେଉଁଠାକୁ ଯାଏ? ଭଗବାନ କହିଲେ, ତ୍ରୟୋଦଶ ସ୍କନ୍ଧର 11 ଅଧ୍ୟାୟରେ ସେ କହିଛନ୍ତି। ଉଦ୍ଧବକୁ କହୁଛନ୍ତି, ପୂର୍ବରୁ ମୁଁ ବହୁତ ଥର କହିସାରିଛି, ପୁନରାୟ ଯଦି ତମେ ଶୁଣିବାକୁ ଚାହୁଁଛ ତେବେ ଶୁଣ। ପ୍ରାଣୀର ଯେଉଁ ସମୟରେ କାଳ ହୁଏ ବା ମୃତ୍ୟୁ ହୁଏ, ଆତ୍ମାକୁ ପ୍ରଥମେ କାଳ ବିକାଳ ଆସି ଲୌହ ପ୍ରତିମା ବା ଲୌହ ଭାଣ୍ଡ ଏକ ଦେଖାନ୍ତି। କିଏ ଦେଖାନ୍ତି? ନା କାଳ ବିକାଳ ଦେଖାନ୍ତି। ଆତ୍ମାକୁ ଡାକନ୍ତି, ଏ ଆତ୍ମା ତୁମ୍ଭେ ଏଇ ଘଟରେ ପ୍ରବେଶ କର। ଆତ୍ମା କିନ୍ତୁ କହେ, ମୁଁ ଏ ଘର ଦ୍ୱାର ସବୁ, ମୋର ଏ ଘର କାହିଁକି ଛାଡ଼ିବି? ମୋର ତ ଏ ସବୁ, ମୁଁ ଯିବି ନାହିଁ। ପୁନରାୟ ଏକ କଂସାର ଘଟ ଦେଖାନ୍ତି। କୁହନ୍ତି, ଏହି ଘଟ ମଧ୍ୟରେ ପ୍ରବେଶ କର, ଏ ଘଟ ଉଜ୍ଜଳ ଦିଶୁଛି। ଆତ୍ମା କୁହେ, ମାତା ଗର୍ଭ ମଧ୍ୟରୁ ଶରୀର ସହିତ ମୁଁ ସାଙ୍ଗ ହୋଇ ଆସିଛି, କିପରି ତାହାକୁ ଛାଡ଼ିବି? ମୁଁ ଯିବି ନାହିଁ। ଏହାପରେ କାଳ ବିକାଳ ଏକ ପିତ୍ତଳ ଘଟ ଆଣି ଦେଖାନ୍ତି ଓ କୁହନ୍ତି, ଏହି ଘଟରେ ପଶ। ଆତ୍ମା କିନ୍ତୁ କହେ, କି କଥା ତୁମ୍ଭେ କହୁଛ? ଏହି ଘଟ ସକାଶେ ମୁଁ ଖେଳିଲି, ମାନେ ଏହି ଶରୀର, ମୋର ଶରୀର ସକାଶେ ମୁଁ ଖେଳିଲି, ବୁଲିଲି, ଖାଦ୍ୟ ଖାଇଲି, ସ୍ତ୍ରୀ ସଙ୍ଗ କଲି, ପୁତ୍ର କନ୍ୟା ଜାତ କଲି, ୟାକୁ ଛାଡ଼ି ମୁଁ ଯାଇପାରିବି ନାହିଁ। ଏହାପରେ ସେ ଏକ ରସର ଘଟ ଆଣି କହିଲେ, ଏହି ଘଟରେ ପ୍ରବେଶ କର। ସେ କୃମି କୀଟ ଘଟରେ କାହିଁକି ରହିଛ? ଆତ୍ମା ତାହାକୁ ମଧ୍ୟ ପ୍ରତ୍ୟାଖ୍ୟାନ କଲା। ଏହାପରେ ରୂପା ଘଟ ଆଣିଲେ। କହିଲେ, ତୁ କାହିଁକି ମାୟାରେ ପଡ଼ିଛୁ? ଏ ଘଟ ପରି ଆଉ ଘଟ ନାହିଁ। ଏଥିରେ ରହିଲେ ସର୍ବଦା ତୁ ଯୁବା ହୋଇ ରହିବୁ। ଆତ୍ମା କହିଲେ, ଶୁଣ ଭାଇ, ମୋ ସହିତ କାହିଁକି ଏତେ କଟାଳ କରୁଛ? ଯେଉଁ ଘଟରେ ରହି ଦେବତାଙ୍କ କଥା ଶ୍ରବଣ କରିପାରୁଛି, ନିର୍ମାଲ୍ୟ ଭକ୍ଷଣ କରିପାରୁଛି, ଏହାକୁ ମୁଁ କିପରି ଛାଡ଼ିବି? ଏହାପରେ ଏକ ସୁବର୍ଣ୍ଣ ଘଟ ଆଣିଲେ। କହିଲେ, ଏଥିରେ ଆସ। ସୁବର୍ଣ୍ଣ ଘଟ ଦେଖି ଆତ୍ମାର ଲୋଭ ହେଲା। ଏଥର ସେ ରାଜି ହୋଇଗଲା। ମନରେ ଭାବିଲା, ହଁ, ଏଠାରେ ଆଉ କ'ଣ ମିଳିବ? କହିଲା, ଶୁଣ ଭାଇ, ତୁମ କଥାରେ ମୁଁ ରାଜି, ଆଣ ଘଟ, ମୁଁ ଯିବି। ବିକାଳ ଘଟକୁ ଦେଖାଇ ଆଗକୁ ଆଗକୁ ମାଡ଼ି ଚାଲିଲା। କାଳ ମୃତ ଶରୀରକୁ ନୁଚାଇ ଦେଲା। ଆତ୍ମା ପଛେ ପଛେ ଗୋଡ଼ାଇଛି। ବହୁ ଦୂର ଯିବା ପରେ ଭାବିଲା, ଯେ ମୋତେ ଇଏ ତ ଠକିଦେଲେ, ଘଟଟାକୁ ଧରିକି ଆଗରେ ଆଗରେ ଯାଇଛନ୍ତି, ମୁଁ ଘଟ ଭିତରେ ପଶି ପାରୁନି। ଏହା ଭାବି କହିଲା, ନା, ଆଉ ଯିବା ନାହିଁ। ଏହା ଭାବି ଫେରି ଆସିଲା। ଆସି ଦେଖେ ତ ତାର ସେ ପୁରୁଣା ଘଟ ଆଉ ନାହିଁ। ଚତୁର୍ଦିଗରେ ଖୋଜିଲା, ପାଇଲା ନାହିଁ। ଏହାପରେ କ୍ରନ୍ଦନ କଲା, ମୁଁ କେତେ ବଡ଼ ଭୁଲ କଲି। ଦୂତମାନେ କହିଲେ, ତୁ ଆଉ କ'ଣ ସେ ଘଟ ପାଇବୁ?
तोर एबे जमपुर लोड़ा, तू जमपुर जीवु, जंत्रणा भोगिबु। आत्मा सेठारु जमपुर को जाए, जमदूत माने ताहाकु नहीं जाती। गुरु ब्रह्म महिमा अलेख शरण, गुरु ब्रह्म महिमा अलेख शरण, गुरु ब्रह्म महिमा अलेख शरण शरण।